ରାଜ୍ୟରେ ପ୍ରମୁଖ ଶୈବପୀଠମାନଙ୍କରେ ବେଶ୍ ଧୁମ୍‌ଧାମ୍‌ରେ ପାଳିତ ହେଉଛି ଶିବରାତ୍ରି। ଲିଙ୍ଗରାଜ ମନ୍ଦିରରେ ଅପରାହ୍ନରୁ ଭକ୍ତମାନେ ଦୀପ ଜାଳି ମହାଦେବଙ୍କ ନାମ ସ୍ମରଣ କରିଛନ୍ତି। ପାଖାପାଖି 20,000 ଲୋକଙ୍କ ସମାଗମ ହୋଇଥିବା ବେଳେ ଭିଡ଼ ନିୟନ୍ତ୍ରଣ ପାଇଁ 30 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସମଗ୍ର ମନ୍ଦିରକୁ ଫୁଲରେ ସଜାଯାଇଛି। ଶାନ୍ତି ଶୃଙ୍ଖଳାରେ ଦର୍ଶନ କରିବାକୁ ପୁରୁଷ ଓ ମହିଳା ଉଭୟଙ୍କ ପାଇଁ ଅଲଗା ଅଲଗା ଧାଡ଼ିର ବ୍ୟବସ୍ଥା କରାଯାଇଛି। ସେହିପରି ଟାଙ୍ଗୀର ଚଣ୍ଡୀହର ଦେବ, ବିଲ ବାଲୁଙ୍କେଶ୍ୱର, ଲୋକନାଥ ଦେବ ପୀଠରେ ଭକ୍ତମାନେ ଦିନ ତମାମ ଉପାସ ରହି ମହାଦେବଙ୍କୁ ଆରାଧନା କରିଛନ୍ତି। ବାଲେଶ୍ୱର ଶୈବପୀଠ ପଞ୍ଚଲିଙ୍ଗେଶ୍ୱରରେ ମଧ୍ୟ ଭୋର 5ଟାରୁ ଆରମ୍ଭ ହୋଇଯାଇଛି ପୂଜାର୍ଚ୍ଚନା। ଭକ୍ତମାନେ ସକାଳୁ ଆସି ଦୀପ ଜାଳି ବ୍ରତ ଆରମ୍ଭ କରିଛନ୍ତି। ବାଲିପାଟଣାର ପ୍ରତାପଚନ୍ଦ୍ରପୁର ଆଖଣ୍ଡଳମଣି ମନ୍ଦିରରେ ଜାଗର ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା ମଧ୍ୟ କରାଯାଇଛି। ସେପଟେ ଭଦ୍ରକ ଜିଲ୍ଲା ଆଖଣ୍ଡଳମଣି ମନ୍ଦିରରେ ମଧ୍ୟ ଭକ୍ତମାନଙ୍କ ଭିଡ଼ ଲାଗି ରହିଛି। ହଜାର ହଜାର ଭକ୍ତ ଉପବାସ ରହି ପ୍ରଭୁଙ୍କ ପାଖରେ ଦୀପ ଅର୍ପଣ କରିଛନ୍ତି। ଆଜି ମନ୍ଦିର ପକ୍ଷରୁ ସ୍ୱତନ୍ତ୍ର ନୀତିକାନ୍ତିର ବ୍ୟବସ୍ଥା ମଧ୍ୟ କରାଯାଇଛି। ବିଳମ୍ବିତ ରାତ୍ରରେ ମହାଦୀପ ମନ୍ଦିର ଉପରକୁ ଉଠିବା ପରେ ଓଷାଧାରୀମାନେ ନିଜର ବ୍ରତ ଭାଙ୍ଗିବେ। ଆମ ସହ ଯୋଡ଼ି ହେବା ପାଇଁ ଆମ ଚ୍ୟାନେଲ୍ NNS ଓଡ଼ିଆକୁ ସବସ୍କ୍ରାଇବ୍ କରନ୍ତୁ।